हेलो बंधुगण नमस्कार। आज हूँ 21 जून 2025। मु स्वागत करुच्ची एसपी खबर को। आईएमडी तरफ सूचना मिली जे ओडिशार अधिकांश जिला मानकरे वर्षार परिवर्तन। दुईटी जिला मानकरे प्रबलरू अति प्रबल वर्षा हेबा बेले 28टी जिला मानकरे मध्यम धारणा वर्षा होई पारे। ଏହି 28ଟି ଜିଲ୍ଲା ଗୁଡ଼ିକରେ ଗ୍ରୀନ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନେପୁର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ବରଗଡ଼, ଅନୁଗୁଳ, ଦେଓଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ। ଏହି 28ଟି ଜିଲ୍ଲା ଗୁଡ଼ିକୁ ମଧ୍ୟମ ଧରଣର ବର୍ଷା ହୋଇପାରେ ଏବଂ ଆଉ ଦୁଇଗୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଦୁଇଟି ଜିଲ୍ଲା ଗୁଡ଼ିକର ନାମ ହେଉଛି ଝାରସୁଗୁଡ଼ା, ସୁନ୍ଦରଗଡ଼। ଏହି ଦୁଇଟି ଜିଲ୍ଲା ଗୁଡ଼ିକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ମଧ୍ୟ ରହିଅଛି। ସେଥିପାଇଁ ଏହି ଜିଲ୍ଲାମାନଙ୍କୁ ସତର୍କ ରୁହନ୍ତୁ। ପବନ ମଧ୍ୟ 30ରୁ 60 କିମି ବେଗରେ ବହିପାରେ ଏବଂ ବଜ୍ରପାତ ଆମ ଓଡ଼ିଶାରେ ଖୁବ୍ ମାତ୍ରା ରହିଅଛି। ସେଥିପାଇଁ ସତର୍କତାର ସହ ରୁହନ୍ତୁ ଏବଂ 2-4 ଦିନ ପରଠାରୁ ଅର୍ଥାତ୍ 23ରୁ 24 ତାରିଖ ଠାରୁ ଓଡ଼ିଶାରେ ବାତ୍ୟା ଆରମ୍ଭ ହୋଇପାରେ। ସେଥିପାଇଁ ଚାଷୀମାନେ ରେଡିର ସହ ରୁହନ୍ତୁ ଚାଷ କରିବା ପାଇଁ। ଚାଷୀମାନଙ୍କ ପାଇଁ ଖୁସି ଖବର ଯେ ବର୍ଷା ଫେର ଥରେ ବାତ୍ୟା ରୂପ ନେବାକୁ ଯାଉଛି। ଆମ ଭିଡ଼ିଓକୁ ଆପଣ ପ୍ରଥମ ଥର ଦେଖିବାକୁ ଆସିଥିଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରନ୍ତୁ। ବଡ଼ ବଡ଼ ନ୍ୟୁଜ୍ ଚ୍ୟାନେଲ ମାନଙ୍କୁ ମଧ୍ୟ କୁହାଯାଉଛି ଯେ ଏହି ଜୁନ୍ ମାସ ମଧ୍ୟରେ ଫେର ଥରେ ବାତ୍ୟା ରୂପ ନେଇପାରେ।